ଏହା ଆମ ଦଳର ଗୋଟିଏ ଆଭ୍ୟନ୍ତରୀଣ ବ୍ୟାପାର। ସବୁ ରାଜନୈତିକ ଦଳରେ କିଛି କିଛି ବ୍ୟକ୍ତିଙ୍କର ଅସନ୍ତୋଷ ଥାଏ। ତେଣୁ କିଏ କାହାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ସେଥିରେ ବିଚଳିତ ହେବାର କିଛି ନାହିଁ। ସବୁ ରାଜନୈତିକ ଦଳରେ ଏମିତି ଯେଉଁ ଅସନ୍ତୋଷ ହୁଏ, ସେହି ଦଳର ନେତୃମଣ୍ଡଳୀଙ୍କର କର୍ତ୍ତବ୍ୟ ହେଉଛି ତାକୁ ସମାଧାନ କରିବା। ଏବଂ ଆମ ଦଳରେ ଯେଉଁ ଆଭ୍ୟନ୍ତରୀଣ ବ୍ୟାପାରରେ ଅସନ୍ତୋଷ ଅଛି, ତାକୁ ସମାଧାନ କରିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଉଚିତ। ଏହା ଆମ ଦଳର ଗୋଟିଏ ଆଭ୍ୟନ୍ତରୀଣ ବ୍ୟାପାର। ସବୁ ରାଜନୈତିକ ଦଳରେ କିଛି କିଛି ବ୍ୟକ୍ତିଙ୍କର ଅସନ୍ତୋଷ ଥାଏ। ତେଣୁ କିଏ କାହାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ସେଥିରେ ବିଚଳିତ ହେବାର କିଛି ନାହିଁ। ସବୁ ରାଜନୈତିକ ଦଳରେ ଏମିତି ଯେଉଁ ଅସନ୍ତୋଷ ହୁଏ, ସେହି ଦଳର ନେତୃମଣ୍ଡଳୀଙ୍କର କର୍ତ୍ତବ୍ୟ ହେଉଛି ତାକୁ ସମାଧାନ କରିବା। ଏବଂ ଆମ ଦଳରେ ଯେଉଁ ଆଭ୍ୟନ୍ତରୀଣ ବ୍ୟାପାରରେ ଅସନ୍ତୋଷ ଅଛି, ତାକୁ ସମାଧାନ କରିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଉଚିତ।